ମୁଁ ସହରରେ ଖୁଡ଼ିଙ୍କ ପାଖରେ ରହୁଥିଲି ଆଉ ସେଇଠି ରହି କଲେଜରେ ପଢ଼ିଲି। କାହିଁକି ନା ଏକୁଟିଆ ଖୁଡ଼ି ରହୁଥିଲେ। ମୋ ଦାଦା ବିଦେଶରେ ରହୁଥିଲେ। ମୋ ଖୁଡ଼ି ମୋ ଠାରୁ ମାତ୍ର ଗୋଟିଏ ବର୍ଷ ବଡ଼। ଖୁଡ଼ି ସବୁବେଳେ କିଛି ନା କିଛି ବାହାନା କରି ମୋତେ ଛୁଇଁବାକୁ ଚେଷ୍ଟା କରୁଥିଲେ, କିନ୍ତୁ ମୁଁ ସବୁବେଳେ ଦୂରେଇକି ରହୁଥିଲି। କିନ୍ତୁ ଦିନେ ରାତିରେ ଖୁଡ଼ିଙ୍କ ରୁମ୍ରେ ଜଣେ ପୁଅ ପିଲାର ଶବ୍ଦ ଶୁଭିଲା। ରାତି ପ୍ରାୟ 1 ହେବ। ମୁଁ ଭାବିଲି ଦାଦା ତ ବିଦେଶରେ ଅଛନ୍ତି, ଖୁଡ଼ି ଏତେ ରାତିରେ କାହା ସହିତ? ତାପରେ ମୁଁ ଧୀରେ ଧୀରେ ଖୁଡ଼ିଙ୍କ ରୁମ୍ ପାଖକୁ ଗଲି ଆଉ ଝରକା ପଟେ ଲୁଚିକି ଦେଖିଲି। ମୁଁ ଦେଖିଲି କି ଖୁଡ଼ି ଗୋଟେ ଯବାନ ପୁଅ ପିଲା ସହ। ସାଙ୍ଗମାନେ, ଏ କଥାଟି ହେଉଛି ସେଇ ଦିନର ଯେଉଁଦିନ ମୁଁ ସହର ଆସି ପଢ଼ିବା ପାଇଁ ମୋ ଖୁଡ଼ିଙ୍କ ଘରେ ରହିଲି। ମୋ ନାଁ ବିକ୍ରାନ୍ତ। ମୋ ବୟସ 18 ବର୍ଷ। ଗାଁରେ ମୋ ବାପା ମା' ବହୁତ ପରିଶ୍ରମ କରି ମୋତେ ଆଗକୁ ପଢ଼ାଉଥିଲେ ଆଉ ପଢ଼ିବା ପାଇଁ ଖୁଡ଼ିଙ୍କ ଘରକୁ ଯିବାକୁ ପଡ଼ିଲା। ମୋ ଘରେ ମୋ ବାପା ମା' ଆଉ ମୋ ଭଉଣୀ ରହୁଥିଲେ, କିନ୍ତୁ କିଛି ଦିନ ପୂର୍ବରୁ ହିଁ ମୋ ଭଉଣୀର ବାହାଘର ହୋଇଯାଇଥିଲା। ମୋ ଖୁଡ଼ି ସହରରେ ଏକୁଟିଆ ରହୁଥିଲେ ଆଉ ମୋ ଦାଦା ବିଦେଶରେ ରହି ଚାକିରି କରୁଥିଲେ। ମୋ ଖୁଡ଼ି ହିଁ ମୋ ବାପା ମାଆଙ୍କୁ କହିଲେ ବିକ୍ରାନ୍ତକୁ ପଢ଼ିବା ପାଇଁ ମୋ ପାଖକୁ ପଠାଇ ଦିଅ, ଏଇଠି ରହିକି ସେ ଆଗକୁ ପଢ଼ିବ। ଏକଥା ଶୁଣି ମୋ ବାପା ମା' ବହୁତ ଖୁସି ହୋଇଗଲେ, କିନ୍ତୁ ସେମାନଙ୍କୁ ଜଣାନଥିଲା ମୋ ଜୀବନରେ ସବୁଠୁ ବଡ଼ ଭୁଲ ଡିସିସନ୍ ସେମାନେ ନେଇଗଲେ। ବାପା ମାଆଙ୍କ କହିବା ଅନୁସାରେ ମୁଁ ଖୁଡ଼ିଙ୍କ ଘରେ ରହିଲି ଆଉ ଖୁଡ଼ି ମୋ ସାଙ୍ଗେ ମୋ ସାଙ୍ଗ ପରି ମିଶୁଥିଲେ ଆଉ ବାରମ୍ବାର କହୁଥିଲେ ତମ ଦାଦା ମୋତେ ଛାଡ଼ିକି ଗଲେ। ମୋର ବହୁତ ବଡ଼ ବଡ଼ ସ୍ୱପ୍ନ ଆଉ ଇଚ୍ଛା ଅଧୁରା ରହିଗଲା। ମୁଁ ଖୁଡ଼ିଙ୍କୁ ବୁଝେଇକି କହୁଥିଲି ତମେ ବ୍ୟସ୍ତ ହୁଅନି, ଦାଦା ବହୁତ ଜଲ୍ଦି ଫେରି ଆସିବେ। ମୁଁ ଯେବେ ବି କଲେଜରୁ ଫେରେ ସବୁବେଳେ ଖୁଡ଼ି ମୋ ମନପସନ୍ଦର ଖାଇବା ବନେଇକି ରଖୁଥିଲେ ଆଉ ଖାଇବା ଆଣି ମୋ ପାଖରେ ବସୁଥିଲେ ଆଉ ନିଜ ହାତରେ ପ୍ୟାର ସେ ଖୁଆଇ ଦେଉଥିଲେ। ମୁଁ ଖୁଡ଼ିଙ୍କର ଭଲ ପାଇବା ଦେଖି ବହୁତ ଖୁସି ହେଇଯାଉଥିଲି ଯେ ଖୁଡ଼ି ମୋତେ କେତେ ଭଲ ପାଉଛନ୍ତି ବୋଲି। ଏମିତି ସବୁଦିନ ଚାଲେ ଆଉ ଧୀରେ ଧୀରେ ଖୁଡ଼ି ରାତିରେ ଆସି ମଧ୍ୟ ମୋ ପାଖରେ ଶୋଇପଡ଼ନ୍ତି ଆଉ ମୋ ଉପରେ ହାତ ପକାଇ ଦିଅନ୍ତି। ମୋ ଖୁଡ଼ିଙ୍କ ବୟସ ପାଖାପାଖି 19ରୁ 20 ବର୍ଷ ଭିତରେ ହେବ। ଯେତେବେଳେ ଖୁଡ଼ି ମୋ ଉପରେ ହାତ ପକାଇ ଦିଅନ୍ତି ମୋତେ ଗୋଟେ ଅଜବ ଟାଇପ୍ର ଲାଗେ। ସେଥିପାଇଁ ମୁଁ ରାତିରେ ଶୋଇବା ସମୟରେ ଦୂରେଇକି ଶୁଏ। ହେଲେ ମୁଁ ତ ଗୋଟେ ପୁଅ ପିଲା, ମୋର ବି ମନ ଅଛି, ମୁଁ ସବୁବେଳେ ସମ୍ପର୍କ ଯୋଗୁଁ ପଛକୁ ହଟିଯାଏ। ମୋ ଖୁଡ଼ିଙ୍କ ଘର ବହୁତ ବଡ଼ ଥିଲା। ଖୁଡ଼ିଙ୍କ ପାଖରେ କିଛି ବି ଅଭାବ ନଥିଲା, କିନ୍ତୁ ଦାଦା ବହୁତ ଦୂରରେ ଚାକିରି କରନ୍ତି। ଖୁଡ଼ିଙ୍କ ବାହାଘର ମାତ୍ର 1 ବର୍ଷ ପୂର୍ବରୁ ହିଁ ହେଇଛି। ମୋତେ ସବୁବେଳେ ଲାଗୁଥିଲା କି ମୋତେ ଖୁଡ଼ି ତାଙ୍କ ପୁଅ ପରି ଭାବନ୍ତି। ରାତିରେ ମୁଁ ଯେତେବେଳେ ଶୁଏ ସେଇ ସମୟରେ ମୋ ମୁଣ୍ଡରେ ହାତ ରଖି ଖୁଡ଼ି କୁହନ୍ତି ତମ ଦାଦାଙ୍କ କଥା ମୋର ବହୁତ ମନେ ପଡ଼ୁଛି। ମୁଁ କୁହେ ଦାଦା ତ ଚାକିରି ପାଇଁ ବିଦେଶକୁ ଯାଇଛନ୍ତି ଆଉ ଯେତେବେଳେ ଇଣ୍ଡିଆ ଆସିବେ ତମର ସବୁ ଅଭାବ ଆଉ ସବୁ ଇଚ୍ଛା ପୂରଣ କରିଦେବେ। ଏକଥା ଶୁଣି ଖୁଡ଼ି କୁହନ୍ତି ତମେ କ'ଣ ମୋ ଜରୁରତକୁ ପୂରା କରିପାରିବନି? ମୁଁ କୁହେ ମୁଁ ତ ତମ ପାଖରେ ଅଛି, ଯେବେ ମୋର ଜରୁରତ ପଡ଼ିବ ମୋତେ କହିବ। ଗରମ ଦିନ ହେଇଥିଲା। ମୁଁ କଲେଜରୁ ପୁରା ଝାଳନାଳ ହେଇ ଆସିଥାଏ। ମୁଁ ସିଧା ବାଥରୁମକୁ ଚାଲିଗଲି ଗାଧୋଇବା ପାଇଁ। ଆଉ ଯେତେବେଳେ ମୁଁ ଗାଧୋଇକି ବାଥରୁମରୁ ବାହାରିଲି ଖୁଡ଼ି ବାହାରେ ବସି ମୋତେ ଅପେକ୍ଷା କରିଥିଲେ ଆଉ ତାଙ୍କ ହାତରେ ଟାୱେଲ୍ ଥିଲା। ମୁଁ କହିଲି ଖୁଡ଼ି କିଛି ଦରକାର ଥିଲା? ସେ କହିଲେ ନାଇଁ ନାଇଁ, ତମେ ଗରମରେ ଆସିଥିଲ ତ ସେଥିପାଇଁ ମୁଁ ତମ ପାଇଁ ଥଣ୍ଡା ଥଣ୍ଡା ସରବତ ବନେଇଥିଲି କହିକି ଟାୱେଲ୍ ଧରି ପୋଛିବାକୁ ଆସିଲେ ଆଉ କହିଲେ ମୁଁ ତମକୁ ପୋଛିଦେବି। ମୁଁ କହିଲି ନାଇଁ ଖୁଡ଼ି, ମୁଁ ନିଜେ ପୋଛି ହେଇଯିବି। ତାପରେ ମୋ ବଡ଼ି ଦେଖି ଖୁଡ଼ି କହିଲେ ମୋତେ ଫିଟଫାଟ ପୁଅ ବହୁତ ପସନ୍ଦ, ତମେ କ'ଣ ଜିମ୍ ଯାଉଛ? ମୁଁ କହିଲି ନାଇଁ ଖୁଡ଼ି, ମୁଁ ପିଲାଦିନରୁ ହିଁ ଏମିତି। ମୋ ଖୁଡ଼ି ଦେଖିବାକୁ ବହୁତ ସୁନ୍ଦର ଆଉ କ୍ଷୀର ପରି ଧଳା। ଯିଏ ବି ଦେଖିବ ପ୍ରେମରେ ପାଗଳ ହେଇଯିବ, କିନ୍ତୁ ମୁଁ ସବୁବେଳେ ଦାଦାଙ୍କ କଥା ଭାବି ଦୂରେଇକି ରୁହେ। ତାପରେ ଖୁଡ଼ି ରୁମ୍ ବାହାରକୁ ଚାଲିଗଲେ। ମୁଁ ସାର୍ଟ ପ୍ୟାଣ୍ଟ ପିନ୍ଧି ତଳକୁ ଗଲି ଲଞ୍ଚ କରିବାକୁ। ସେତେବେଳକୁ ଖୁଡ଼ି ମୋ ପାଇଁ ବାଢ଼ିକି ବସିଥିଲେ ଆଉ ମୋତେ ଦେଖି କହିଲେ ତମେ ବସ, ମୁଁ ତମକୁ ଖୁଆଇ ଦେଉଛି। ମୁଁ କହିଲି ନାଇଁ ଖୁଡ଼ି, ମୁଁ ନିଜେ ଖାଇଦେବି, ତମେ ଟେନସନ୍ ନିଅନି। ମୁଁ ନିଜେ ଖାଇଦେବି କହି ଜଲ୍ଦି ଜଲ୍ଦି ମୁଁ ମୋ ରୁମ୍କୁ ଚାଲି ଆସିଲି। ମୋର ଏମିତି ବ୍ୟବହାର ଖୁଡ଼ିଙ୍କୁ ବୋଧେ ଖରାପ ଲାଗିଲା, ସେଥିପାଇଁ ସେ ରାତିରେ ମୋ ରୁମ୍କୁ ଆସିଲେ। ସେତେବେଳକୁ ମୁଁ ପଢ଼ୁଥାଏ। ମୋତେ ଖୁଡ଼ି କହିଲେ ତମେ କ'ଣ ମୋତେ ରାଗିଛ? ମୁଁ କହିଲି ନାଇଁ ଖୁଡ଼ି, ରାଗିବି କାହିଁକି? ତାପରେ ଖୁଡ଼ି ମୋ ମୁଣ୍ଡରେ ହାତ ବୁଲେଇଲେ।
ଠିକ୍ ସେତିକି ବେଳେ ମୋର ଫୋନ୍ ବାଜିଲା। ମୁଁ ତୁରନ୍ତ ଫୋନ୍ ଧରି ଘର ବାହାର ଗାର୍ଡ଼େନକୁ ଚାଲି ଆସିଲି। ଗାର୍ଡ଼େନରେ ଲାଇଟ୍ ଲାଗିଥାଏ ଆଉ ସୁଲୁସୁଲିଆ ପବନ ବହୁଥାଏ। ମୁଁ ଗାର୍ଡ଼େନ ଭିତରେ କିଛି ସମୟ ଚଲାବୁଲା କଲି। ମୋତେ ସେତେବେଳକୁ ଖୁଡ଼ି ବହୁତ ଥର ଡାକିଲେଣି, କିନ୍ତୁ ମୁଁ ଜାଣିଶୁଣି ନ ଜାଣିଲା ପରି ଶୁଣିଲିନି। ଆଉ ମୋ ସାଙ୍ଗ ରୋହିତ ସହିତ ଫୋନ୍ରେ କଥା ହେଲି। ରୋହିତ ମୋତେ କହିଲା, ବିକ୍ରାନ୍ତ, ମୁଁ ତମ କଲେଜରେ ଆଡ଼ମିସନ୍ ନେଇଛି। ଏବେ ଆମେ ସାଙ୍ଗ ହିଁ କଲେଜ ଯିବା। ରୋହିତ ମୋ ପିଲାଦିନର ସାଙ୍ଗ। ମୁଁ ତାକୁ କହିଥିଲି କି ମୁଁ ସହରରେ ପଢ଼ିବାକୁ ଯାଉଛି ବୋଲି। ମୋ କଥା ଶୁଣି ସିଏ କହିଥିଲା କି ତା ବାପା ବି କହୁଛନ୍ତି ସେ ସହରରେ ଭଲ କଲେଜରେ ଆଡ଼ମିସନ୍ କରିବ। ଆଉ ଭଲ ହେବ ଯଦି ତୁ ଯେଉଁ କଲେଜରେ ପଢ଼ୁଛୁ ସେଇ କଲେଜରେ ଆଡ଼ମିସନ୍ ହେଇଯାଆନ୍ତା। କିନ୍ତୁ ସେ ଆମରି କଲେଜରେ ଆଡ଼ମିସନ୍ କରିଛି। ତାପରେ ଆମେ ଦୁଇଜଣ ବହୁ ସମୟ କଥା ହେଲୁ। ଆଉ ଯେତେବେଳେ ମୁଁ ଘର ଭିତରକୁ ଯିବାକୁ ବାହାରିଲି ସେତେବେଳକୁ ଖୁଡ଼ି ବୋଧ ହୁଏ ତାଙ୍କ ରୁମ୍କୁ ଚାଲି ଯାଇଥିଲେ। ତାପରେ ମୁଁ ରୁମ୍କୁ ସିଧା ଯାଇ ରୁମ୍ କବାଟ ବନ୍ଦ କରିଦେଲି। ମୁଁ ମନେ ମନେ ଭାବୁଥାଏ, ମୁଁ ଯେତେ ଖୁଡ଼ିଙ୍କ ଠାରୁ ଦୂରେଇକି ରହିବି ଆମ ସମ୍ପର୍କ ପାଇଁ ବହୁତ ଭଲ। ଏଇ କଥା ଭାବି ମୁଁ କେତେବେଳେ ଶୋଇପଡ଼ିଛି ମୁଁ ନିଜେ ବି ଜାଣିନି। ସକାଳେ ମୋର ଲେଟ୍ରେ ନିଦ ଭାଙ୍ଗିଲା। ସେତେବେଳକୁ ଖୁଡ଼ି କବାଟ ବାଡ଼ଉଥିଲେ ଆଉ କହୁଥିଲେ, ବିକ୍ରାନ୍ତ, ତମେ କ'ଣ ଆଜି କଲେଜ ଯିବନି? ମୁଁ କହିଲି, ହଁ ଖୁଡ଼ି, ମୁଁ ଯିବି କଲେଜ କହି ବାଥରୁମ୍ ଚାଲିଗଲି। ଆଉ ରେଡ଼ି ହେଇ କଲେଜ ଚାଲି ଆସିଲି। ଆଜି ସକାଳେ ମୁଁ ବ୍ରେକଫାଷ୍ଟ କରିନଥିଲି। କଲେଜରେ ମୋ ସହିତ ରୋହିତ ଦେଖା ହେଲା। ଆଉ ଦୁଇଜଣ ସାଙ୍ଗ ହେଇ କ୍ଲାସ୍ ରୁମ୍ରେ ବସିଲୁ। ସେଇ ସମୟରେ ରୋହିତ କହିଲା, ତୋର କ'ଣ ଟେନସନ୍? ତୁ ତ ତୋ ଖୁଡ଼ିଙ୍କ ଘରେ ରହୁଛୁ, ତତେ ଘର ଖାଇବା ମିଳୁଛି, ହେଲେ ଆମ ମେସ୍ରେ ବହୁତ ବେକାର ଖାଇବା। ମୁଁ କହିଲି, ହଉ ଠିକ୍ ଅଛି, ଆଜି ସନ୍ଧ୍ୟାରେ ତୁ ଆମ ଘରକୁ ଆସ, ମିଶିକି ଡିନର କରିବା। ରୋହିତ କହିଲା, ହେଲେ ତମ ଘର ମୁଁ ଦେଖିନି। ମୁଁ କହିଲି, ମୁଁ ତୋତେ ଲୋକେସନ୍ ପଠାଇଦେବି। ତାପରେ ମୁଁ ପୁରା ଦିନ କଲେଜରେ କଟିଗଲା। ଆଉ ଯେତେବେଳେ ମୁଁ ସନ୍ଧ୍ୟାରେ ଘରକୁ ଆସିଲି ପୁଣି ପୂର୍ବପରି ଖୁଡ଼ି ମୋ ପାଖକୁ ଆସିବା ପାଇଁ ଚେଷ୍ଟା କଲେ, କିନ୍ତୁ ମୁଁ ତାଙ୍କଠାରୁ ଦୂରେଇକି ରହିଲି। ଆଉ ଖୁଡ଼ିଙ୍କୁ କହିଲି, ଖୁଡ଼ି, ରାତିରେ ଆଜି ମୋର ଜଣେ ସାଙ୍ଗ ଆମ ଘରକୁ ଆସିବ, ଯଦି ହେବ ତା ପାଇଁ ବି ଖାଇବା ବନେଇଦେବ। ଏକଥା ଶୁଣି ଖୁଡ଼ି କହିଲେ, ତମେ ଚିନ୍ତା କରନି, ମୁଁ ତମ ଦୁଇଜଣଙ୍କ ପାଇଁ ଭଲ ସ୍ପେଶାଲ ଖାଇବା ବନେଇଦେବି। ଯେମିତି ରାତି ହେଲା ରୋହିତ କଲିଂ ବେଲ୍ ମାରିଲା। ଖୁଡ଼ି ଯାଇ କବାଟ ବାଡ଼େଇଲେ। ମୁଁ ସେତେବେଳକୁ ବାଥରୁମ୍ରେ ଥିଲି। ଆଉ ଯେତେବେଳେ ମୁଁ ଡ୍ରଇଂ ରୁମ୍କୁ ଆସିଲି ଦେଖିଲି ଖୁଡ଼ି ଆଉ ରୋହିତ ବହୁତ ଖୁସିରେ ହସି ହସି କଥା ହେଉଛନ୍ତି। ମୁଁ ତ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲି। ସେଇ ସମୟରେ ରୋହିତ କହିଲା, ଆରେ ତୋ ଖୁଡ଼ି ତ ବହୁତ ଭଲ। ତାପରେ ରୋହିତ ଆଉ ମୁଁ ଗାର୍ଡ଼େନକୁ ଆସି ସେଇଠି ବସିକି କଥା ହେଲୁ। ସେଇ ସମୟରେ ଖୁଡ଼ି ଆମ ପାଇଁ ଜଳଖିଆ ନେଇକି ଆସିଲେ ଆଉ ରୋହିତକୁ ଦେଖି ହସିଲେ। ରୋହିତ ମଧ୍ୟ ଖୁଡ଼ିକୁ ଦେଖି ହସିଲା। ତାପରେ ଖୁଡ଼ି ଘର ଭିତରକୁ ଚାଲିଗଲେ। ଆମେ ରୋହିତ ଆଉ ମୁଁ କଥା ହେଉଥାଉ। ସେଇ ସମୟରେ ବାପା ଫୋନ୍ କଲେ। କହିଲେ, ତୁ ଫୋନ୍ କିଛି କରୁନୁ, ତୋ ମା' ମନ ଦୁଃଖ କରୁଛି, ତୋ ମା' ସାଙ୍ଗେ କଥା ହ। ମୁଁ ମୋ ମା' ସାଙ୍ଗେ କଥା ହଉ ହଉ 15 ମିନିଟ୍ ହେଇଗଲା। ମୁଁ ଦେଖେ ତ ରୋହିତ ଆଉ ଖୁଡ଼ି ଦୁଇଜଣ ଯାକ ପାଖାପାଖି ବସି କଥାରେ ପୁରା ମଜି ଯାଇଛନ୍ତି। ଆଉ ଯେତେବେଳେ ମୁଁ ସେମାନଙ୍କ ପାଖକୁ ଗଲି ସେମାନେ ଚୁପ୍ ହେଇଗଲେ। ଆଉ ରୋହିତ କହିଲା, ହଉ ଏବେ ମୁଁ ଯାଉଛି। ମୁଁ କହିଲି, କ'ଣ ହେଲା? ତୁ ତ ଡିନର କରିନୁ, ପୁଣି ଚାଲି ଯାଉଛୁ କ'ଣ କହୁଛୁ? ସେ କହିଲା, ନାଇଁ ଆଉ କେବେ କହି ଚାଲିଗଲା। ତାପରେ ଆମେ ଖୁଡ଼ି ଆଉ ମୁଁ ଡିନର କଲୁ। ତାପରେ ମୁଁ ରୁମ୍କୁ ଆସିଲି ଆଉ ଭିତର ପଟୁ ଡୋର୍ ବନ୍ଦ କରିଦେଲି, ଯେମିତି ଖୁଡ଼ି ମୋ ରୁମ୍କୁ ନ ଆସିପାରିବେ। ଏମିତି କିଛି ଦିନ ଚାଲିଲା। ରୋହିତ ଆଉ ମୋର ଫ୍ରେଣ୍ଡସିପ୍ ଷ୍ଟ୍ରଙ୍ଗ ହେଇଗଲା। ରୋହିତ ଦ୍ୱିପହରେ ଲଞ୍ଚ ଆଉ ରାତିରେ ଡିନର ଆମ ଘରେ କରେ। ଏମିତିକି ଦିନେ ଦିନେ ଆମ ଘରେ ବି ରୋହିତ ଶୋଇପଡ଼େ। ଦିନେ ରାତିରେ ରୋହିତ ଆଉ ମୁଁ ଶୋଇଥିଲୁ। ଯେତେବେଳେ ପାଣି ପିଇବା ପାଇଁ ମୋ ନିଦ ଭାଙ୍ଗିଲା ମୁଁ ଦେଖେ ତ ରୋହିତ ମୋ ପାଖରେ ନାହିଁ। ମୁଁ ଭାବିଲି ଇଏ ପୁଣି କୁଆଡ଼େ ଚାଲିଗଲା। ତାପରେ ମୁଁ ଯେତେବେଳେ ରୋଷେଇ ଘରକୁ ପାଣି ଆଣିବା ପାଇଁ ଗଲି ଦେଖିଲି ରୋହିତ ଖୁଡ଼ିଙ୍କ କବାଟ ବାହାରେ ଛିଡ଼ା ହେଇ ଖୁଡ଼ିଙ୍କ ସହ କଥା ହେଉଛି। ତାପରେ ମୁଁ ସେମାନଙ୍କ ପାଖକୁ ଗଲି ଆଉ କହିଲି, ରୋହିତ, ତୁ ଏଠି କ'ଣ କରୁଛୁ? ରୋହିତ କହିଲା, ମୋତେ ଜୋରସେ ଶୋଷ ଲାଗିଲା, ସେଥିପାଇଁ ମୁଁ ରୋଷେଇ ଘରକୁ ପାଣି ପିଇବାକୁ ଆସିଥିଲି। ଆଉ ମୋତେ ଖୁଡ଼ି ଦେଖା ହେଇଗଲେ, ସେଥିପାଇଁ ମୁଁ ଖୁଡ଼ିଙ୍କ ସହ କଥା ହେଉଥିଲି। ମୁଁ କହିଲି, ହଉ ଠିକ୍ ଅଛି, ମୁଁ ପାଣି ନେଇକି ଆସୁଛି। ଆଉ ଯେତେବେଳେ ମୁଁ ରୋଷେଇ ଘରୁ ପାଣି ନେଇକି ଆସିଲି ସେତେବେଳକୁ ସେମାନଙ୍କ କଥାବାର୍ତ୍ତା ସରିଯାଇଥିଲା। ତାପରେ ରୋହିତ ମୋ ସହିତ ରୁମ୍କୁ ଆସିଲା ଆଉ ଶୋଇପଡ଼ିଲା। କିନ୍ତୁ ମୋତେ ନିଦ ଲାଗୁନଥିଲା,
କାହିଁକି ନା ଯେତେବେଳେ ମୁଁ ଖୁଡ଼ି ଆଉ ରୋହିତ କଥା ହେବାର ଦେଖେ, ଯଦି ମୁଁ ସେମାନଙ୍କ ପାଖକୁ ଆସେ ତାହେଲେ ସେମାନେ ଚୁପ୍ ହେଇଯାଆନ୍ତି। କଥା କ'ଣ, ଏମାନଙ୍କ ଭିତରେ କ'ଣ ଚାଲିଛି? ପୁଣି ଭାବିଲି ନାଇଁ ମୁଁ ଟିକେ ଅଧିକ ଭାବି ଦେଉଛି। ତାପରେ ମୁଁ ଶୋଇପଡ଼ିଲି। ଆଉ ତା ପରଦିନ ଯେତେବେଳେ ମୁଁ କଲେଜ ଗଲି ଦେଖିଲି ରୋହିତ କଲେଜ ଆସିନଥିଲା। ମୁଁ ତାକୁ ଫୋନ୍ କରିବାରୁ ସେ କହିଲା ଗୋଟେ କାମରେ ମୁଁ ଗାଁକୁ ଆସିଛି। ମୋର କିନ୍ତୁ ରୋହିତ ବିନା କଲେଜରେ ମନ ଲାଗୁନଥିଲା। ଆଉ ଯେତେବେଳେ ମୁଁ ସନ୍ଧ୍ୟାରେ ଘରକୁ ଆସିଲି ଦେଖିଲି ଖୁଡ଼ି ବହୁତ ଟେଷ୍ଟି ଖାଇବା ବନେଇଥିଲେ। ମୁଁ ଖୁଡ଼ିଙ୍କୁ ପଚାରିଲି, ଖୁଡ଼ି ଆଜି ଏମିତି କ'ଣ ସ୍ପେଶାଲ? ଖୁଡ଼ି କହିଲେ ନାଇଁ ସେମିତି କିଛି ନାହିଁ, ବାସ୍ ମୋ ମନ ହେଲା ସେଥିପାଇଁ ମୁଁ ବନେଇଦେଲି। ମୁଁ ଯେତେବେଳେ ଖାଇବା ଦେଖିଲି ଖାଇବା କ୍ୱାଣ୍ଟିଟି ଅଧିକ ଥିଲା, କିନ୍ତୁ ମୁଁ ଖୁଡ଼ିଙ୍କୁ କିଛି ପଚାରିଲିନି। ମୁଁ ଖାଇ ଶୋଇବା ପାଇଁ ରୁମ୍କୁ ଚାଲିଗଲି। ଆଉ ଯେତେବେଳେ ମୁଁ ଶୋଇଥିଲି ସେହି ସମୟରେ ମୋତେ ଖୁଡ଼ିଙ୍କ ପାଟି ଶୁଭିଲା। ମୁଁ ଭାବିଲି ବୋଧେ ଖୁଡ଼ି ଦାଦାଙ୍କ ସହିତ କଥା ହେଉଥିବେ, ସେଥିପାଇଁ ମୁଁ ଇଗ୍ନୋର କଲି ଆଉ ଶୋଇପଡ଼ିଲି। ଏମିତି ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏମିତି ରାତିରେ ଖୁଡ଼ିଙ୍କ ପାଟି ଶୁଭେ। ସେପଟେ ରୋହିତ ଗାଁକୁ ଯିବାରେ ବି ଗୋଟେ ସପ୍ତାହ ହେଇଗଲାଣି। ଫୋନ୍ ଫାନ୍ କିଛି ନାହିଁ। ଏମିତିକି ଧୀରେ ଧୀରେ ରୋହିତର କଲେଜ ଆସିବା ମଧ୍ୟ ବନ୍ଦ ହେଇଯାଇଥିଲା। ଆଉ ମୁଁ ଫୋନ୍ କଲେ ବି ଉଠାଉନଥିଲା। ଯେତେବେଳେ ବି ମୁଁ ସନ୍ଧ୍ୟାରେ ଘରକୁ ଆସୁଥିଲି ଦେଖୁଥିଲି ଖୁଡ଼ି ଟେଷ୍ଟି ଖାଇବା ଅଧିକ ମାତ୍ରାରେ ବନାଉଥିଲେ। ମୁଁ ଯଦି ଖୁଡ଼ିଙ୍କୁ ପଚାରେ ଖୁଡ଼ି କୁହନ୍ତି ତମରି ପାଇଁ ବନେଇଛି, ହେଲେ ମୁଁ ସବୁଦିନ ଯେତିକି ଖାଏ ସେତିକି ଖାଇକି ରୁମ୍କୁ ଶୋଇବାକୁ ଚାଲିଯାଏ। ଦିନେ ଯେତେବେଳେ ମୁଁ ଶୋଇଥିଲି ସବୁଦିନ ପରି ଖୁଡ଼ିଙ୍କ ରୁମ୍ରେ ପାଟି ଶୁଭିଲା। ତା ପୁଣି କାହା ସହିତ ହସି ହସି କଥା ହେବାର। ମୁଁ ଭାବିଲି ମୁଁ ଯାଉଛି ଖୁଡ଼ିଙ୍କୁ ଦେଖିକି ଆସିବି। ପୁଣି ଭାବିଲି ନାଇଁ ଖୁଡ଼ି ଦାଦାଙ୍କ ସହିତ କଥା ହେଉଥିବେ, ମୁଁ ଯିବାଟା ଠିକ୍ ହେବନି। ପୁଣି ଆଉ ରହିପାରିଲିନି, ଭାବିଲି ଦେଖିକି ଆସିବି। ଆଉ ଯେତେବେଳେ ମୁଁ ଖୁଡ଼ିଙ୍କ ରୁମ୍ ପାଖକୁ ଗଲି ଦେଖିଲି ଭିତର ପଟୁ କବାଟ ବନ୍ଦ ଅଛି। ମୁଁ କ'ଣ କଲି ନା ଝରକା ପଟେ ଲୁଚିକି ଦେଖିଲି। ମୁଁ ଦେଖିଲି କି ଖୁଡ଼ି ବେଡ଼୍ ଉପରେ ଶୋଇଥିଲେ ଆଉ କାହା ସହିତ ଗୋଟେ କଥା ହେଉଥିଲେ। ଆଉ କହୁଥିଲେ ତମେ ତ ବିକ୍ରାନ୍ତକୁ ଭଲ ଭୁଆଁ ବୁଲେଇଦେଲ। ମୁଁ ଭାବିଲି କିଏ ସେ? ଦେଖିବାକୁ ଚେଷ୍ଟା କଲି। ଶେଷରେ ଯାହା ଦେଖିଲି ମୋର ତ ହୋସ୍ ଉଠିଗଲା। କାହିଁକି ନା ସେ ଆଉ କେହି ନଥିଲା, ସେ ଥିଲା ମୋ ସାଙ୍ଗ ରୋହିତ। ଖୁଡ଼ିଙ୍କ ଗାଲରେ ହାତ ଲଗାଇ କହୁଥିଲା ମୁଁ ତ ପ୍ରଥମ ଦିନରୁ ହିଁ ତମକୁ ଦେଖି ପୁରା ପାଗଳ ହେଇଯାଇଥିଲି। କିନ୍ତୁ ହଁ, ବିକ୍ରାନ୍ତ ମୋର ବହୁତ ଭଲ ସାଙ୍ଗ, ହେଲେ ତମେ ମୋ ଜାନ୍, ତମେ ତ ମୋ ପ୍ରେମ। ଏହି କଥା କହି ଦୁଇ ଜଣ ଯାକ ନିକଟତର ହେବାକୁ ଲାଗିଲେ। ମୁଁ ସେମାନଙ୍କୁ ଦେଖି ସବୁକିଛି ବୁଝିସାରିଥିଲି। ତାପରେ ମୁଁ ରାଗିକି କବାଟକୁ ଧକ୍କା ମାରିଲି। କବାଟ ବୋଧେ ହାଲକାରେ ତୁଣ୍ଡି ଲାଗିଥିଲା, ସେଥିପାଇଁ କବାଟ ଖୋଲିଗଲା। ମୋତେ ରୋହିତ ସାମ୍ନାରେ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଆଉ କହିଲା ବିକ୍ରାନ୍ତ ତୁ? ମୁଁ କହିଲି ହଁ ମୁଁ, କିନ୍ତୁ ତୁ ଏଠି କ'ଣ କରୁଛୁ ଏତେ ରାତିରେ, ପୁଣି ମୋ ଖୁଡ଼ିଙ୍କ ସହିତ? ତୁ କ'ଣ କରୁଛୁ? ରୋହିତ ମୋ କଥା ଶୁଣି ମିଛ କଥା କହି ବୁଲେଇବାକୁ ଚେଷ୍ଟା କଲା ବେଳକୁ ମୁଁ ତାକୁ ଜୋରସେ ଚଟକଣିଟେ ଲଗାଇଦେଲି। ଆଉ କହିଲି ତୁ କେତେ ମିଛ କହିବୁ? ତୁ ତ ମୋର ସବୁଠୁ ଭଲ ସାଙ୍ଗ ନା। ତୁ ମୋ ଖୁଡ଼ିଙ୍କ ସହିତ ଏମିତି କରିବାକୁ ଭାବିଲୁ କେମିତି? ତୋତେ ଟିକେ ଖରାପ ଲାଗିଲାନି? ତୋ ବିବେକ ତୋତେ ବାଧା ଦେଲାନି? ରୋହିତ ମୁଣ୍ଡ ତଳକୁ କରି ସେମିତି ଛିଡ଼ା ହେଇଛି। ଖୁଡ଼ି ବି ସେଇଠି ଛିଡ଼ା ହେଇଛନ୍ତି। ସେହି ସମୟରେ ରୋହିତ କହିଲା ମୁଁ ଯେତେବେଳେ ପ୍ରଥମ ଥର ତମ ଘରକୁ ଆସିଥିଲି ତ ଖୁଡ଼ି ମୋର ପୁରା ପାଖରେ ଆସି ବସିଲେ। ଆଉ ଦିନେ ତମ ଘରକୁ ଯେତେବେଳେ ଆସିଥିଲି ତ ଖୁଡ଼ି ତାଙ୍କ ନମ୍ବର ଦେଲେ ଆଉ ଆମେ ଦୁଇ ଜଣ କଥା ହେଲୁ। ଆଉ ଦିନେ ରାତିରେ ତ ଖୁଡ଼ି ମୋତେ ଘରକୁ ଡାକିଲେ ଆଉ କହିଲେ ତମେ ତମ ସାଙ୍ଗ ବିକ୍ରାନ୍ତକୁ ମିଛ କହିବ କି ତମେ ଗୋଟେ କାମରେ ଗାଁକୁ ଯାଇଛ ବୋଲି, ଆଉ ସବୁଦିନ ମୋ ପାଇଁ ରାତିରେ ଖାଇବା ବନେଇକି ରଖୁଥିଲେ। ମୁଁ ଏଥର ଜାଣିପାରିଲି ଯେ ଖୁଡ଼ି ଏତେ ଖାଇବା କାହିଁକି ବନାନ୍ତି। ସେହି ସମୟରେ ରୋହିତ କହିଲା ମୋର କିଛି ଭୁଲ ନାହିଁ, ମୁଁ ତ ବାସ୍ କାମନାରେ ବୁଡ଼ି ଯାଇଥିଲି। ମୁଁ କହିଲି ରୋହିତ ତୁ ମୋତେ ଧୋକା ଦେଇଛୁ, ଆଉ ଧୋକାର ସଜା ତୁ କ'ଣ ବହୁତ ଭଲସେ ଜାଣିଛୁ। ରୋହିତ ବହୁତ କାକୁତି ବିନତି କଲା, କିନ୍ତୁ ମୁଁ ତା କଥା ଜମା ଶୁଣିଲିନି। ଧକ୍କା ମାରି ତାକୁ ଘରୁ ବାହାର କରିଦେଲି। ଆଉ ଖୁଡ଼ିଙ୍କୁ କହିଲି ତମକୁ ଏସବୁ କରିବାକୁ ଖରାପ ଲାଗିଲାନି? ତମେ ପରା ଜଣେ ବିବାହିତ ସ୍ତ୍ରୀ ଲୋକ। ଖୁଡ଼ି କାନ୍ଦି କାନ୍ଦି କହିଲେ ତମ ଦାଦା ପୁରା ବର୍ଷେ ହେବ ଗଲେଣି, ଆସିବା ନାଁ ଗନ୍ଧ ଧରୁନାହାନ୍ତି କି ଫୋନ୍ରେ ମୋତେ ଟିକେ ଟାଇମ୍ ବି ଦେଉନାହାନ୍ତି। ବାଧ୍ୟ ହୋଇ ମୁଁ ଭୁଲ ରାସ୍ତା ବାଛି ନେଲି। ମୁଁ କହିଲି ଠିକ୍ ଅଛି, ମାନୁଛି ତମଠାରୁ ଦୂରରେ ରହି ଚାକିରି କରୁଛନ୍ତି, ହେଲେ ସେ କାହା ପାଇଁ କଷ୍ଟ କରୁଛନ୍ତି? ତମେ ଯେଉଁ ଏଠି ଏତେ ଖୁସିରେ ଖାଇ ପିଇକି ଅଛ କେବଳ ଦାଦାଙ୍କ ପାଇଁ। ଅସୁବିଧା କ'ଣ ପଚାର ସେଇମାନଙ୍କୁ ଯେଉଁମାନେ ଖାଦ୍ୟ ବିନା ଭୋକରେ ଶୋଇବାକୁ ପଡ଼ୁଛି। ଶୁଣି ମୁଣ୍ଡ ନୁଆଁଇ ଖୁଡ଼ି କାନ୍ଦିବାକୁ ଲାଗିଲେ।
तापरे मो रूम को आसिली आउ दादा पाखक बहुत बड़ मेसेज लिखिली। खुड़ींकर एसबू हरकत विषय नुहे। मो मेसेज पढ़ी 4 दिन भितर दादा आसी इंडिया रे पहुँच गले। आउ दादा को देखी खुड़ी खुशी हो गले। आहु बहुत डरुथिले जे मु आउ तांको दादा को सब सत कहीदेबिनी तो, किंतु मते बहुत भल से जଣା थिला कि मु जदि दादा को सब सत कहीदेबी ताहेले मो दादांकर सुनार संसार उजुड़ी जीवो। सेथिपाई मु एसबू केबे भी करि परिबिनी। काहेकि ना मो दादा खुड़ी को बहुत भल पाए। मो दादा को मेसेज लिखिथिली, सेथिरे लेखा थिला कि दादा खुड़ी तुमको बहुत मने पकाउछंती, तांको देह दिनकू दिन खराब हो जाउची, तमे जल्दी आस नहेले खुड़ी देह आहुरी अधिक खराब हो। एसबू शुणी दादा बहुत परेशान हो गले आउ सीधा इंडिया आसी पहुँच गले। देह खराब कथा जेतेबेले दादा खुड़ी को पचारिले खुड़ी हाँ मारिले, किंतु खुड़ी मते देखि सब बुझी सारिथिले। एबे दादा और खुड़ी दुहें दुबई रे बहुत खुशी रे रहउछंती। आउ मु एकुटिया दादा घरे रही निजे रोषेई करी खाऊची। तो श्रोता बंधु, आपन को कहानी केमिति लगिला, मु ठीक करिछि कि भूल करिछि निश्चिंत भावे आपण माने कमेंट बॉक्स रे जणाइबे। रहुछि बहुत जल्दी पुणी गोटे सुंदर वीडियो नेके आसीबी। रहुछि जय जगन्नाथ।